ବିଜେଡି ଠିକାଦାରଙ୍କୁ ବିଜେପିର ଅନୁକମ୍ପା। ଦଳ ମଧ୍ୟରେ ବଢୁଛି ଅସନ୍ତୋଷ, ସଂଗଠନ ଉପରେ ପଡୁଛି ପ୍ରଭାବ। ଏମିତି କିଛି ଖବର ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଦର୍ଶକ ବନ୍ଧୁ, ଦୀର୍ଘ 15 ବର୍ଷ, 20 ବର୍ଷ, 25 ବର୍ଷର ବିଜେପି କର୍ମୀମାନଙ୍କୁ ବିଭିନ୍ନ କାରଣ ନେଇ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି କାହିଁକି? ଯେଉଁ ବ୍ୟକ୍ତି ପ୍ରକୃତରେ ରାଜନୀତିକୁ ସେବା ଭାବନ୍ତି ସେ କେବେ ହେଲେ ଦଳ ପରିବର୍ତ୍ତନ କରନ୍ତି ନାହିଁ। ରାଜନୀତିକୁ ଯିଏ ବେପାର ଭାବନ୍ତି ସେ ହିଁ ବାହାନା କରି ଦଳ ପରିବର୍ତ୍ତନ କରନ୍ତି। ଶେଷରେ ଦଳକୁ ବଦନାମ କରି ମହାସମୁଦ୍ରରେ ବ୍ଲାକରୋଜ ଜାହାଜ ବୁଡ଼ିବା ଭଳି ଦଳକୁ ମଧ୍ୟ ବୁଡ଼ାଇ ଦେଇଥାନ୍ତି। ସରକାର ପରିବର୍ତ୍ତନର ମୁଖ୍ୟ କାରଣ ପୂର୍ବ ସରକାର କର୍ମୀମାନଙ୍କର ଆଚରଣ, ଉଚ୍ଚାରଣ ଓ ଏକଛତ୍ରବାଦ ଶାସନ ନୀତି। ଯଦି ବିଜେପି ନେତାମାନଙ୍କର ଏମାନଙ୍କୁ ପସନ୍ଦ, ତେବେ ବେପାର ବୁଡ଼ିଲେ ମୂଳେ ମୂଳେ ଚାଷ ବୁଡ଼ିଲେ ଗଙ୍ଗା କୂଳେ ବୋଲି ଭୋଟରମାନେ କହିଲେଣି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍, ସେୟାର କରିବାକୁ ଭୁଲନ୍ତୁ ନାହିଁ।